हेलो हेलो ମା ଆମର ପଇସା ଦରକାର ଟି ହେଲା 2,40,00,000 ଟଙ୍କା ମୁଁ ରିକଭର ନ କଲା ପର୍ଯ୍ୟନ୍ତ ତୋ ସ୍ୱାମୀ ଘରକୁ ଯାଇପାରିବ। ଏଇ କହ ତୋ ସ୍ତ୍ରୀ କୁ ତତେ ଭଲ ରଖା ହେଇଛି କି ନାଇଁ କହ। ହଁ ଭଲ ଅଛି। 2.5 ବର୍ଷ ଆମ ଛୁଆ ଆଉ ବେଳେ ତାହେଲେ ମୁଁ ତାଙ୍କ ବି ଯାଉଛି, ସାର୍ଟିଫିକେଟ ମୁଁ ବି ସେଠି ରହିବି ନା। ନା ମୁଁ ଏଠି ଏତେ ଲୋକଙ୍କୁ ଅନଛତ୍ର କରିପାରିବିନି ନା। ହ୍ୟାଲୋ ହଁ ମୁଁ ଜାଣିଛି ସେ ମ୍ୟାଡାମ ମ୍ୟାଡାମର ଫଟୋ ପଠଉଛି ହଁ ହେଲା ସେ ନମ୍ବର କଣ୍ଟିନ୍ୟୁ ଇଏ କରେ ସେ ଫଟୋ ତାକୁ ଦେଖା ସମସ୍ତଙ୍କୁ ଦେଖେଇକି ପଚାରେ ହଁ ହଉ ଠିକ ଅଛି। ଫ୍ୟାମିଲି ଫଟୋ ପଠଉଛି ହଁ ହେଲା। କାଲି ଆଡେ ମୁଁ ପରଦିନ ଭୁବନେଶ୍ୱର ଯାଉଛି ହେଲା। ହଁ କାଲି ଦିନଟା ଯାଉ, କାଲି ଦିନ କାଲି ଗଲେ ମୁଁ ପରଦିନ କିନ୍ତୁ ଉପର ବେଳା ଦେଖା ବାହାରିକି ଯିବି ଆଉ। ହଁ ଯାଇକି ସେ ଫଟୋ ପଠଉଛି ଫଟୋ ଦେଖେଇକି ଘରେ ଆସିଲେ ତାର ପଇସା ନ ଆସିଲା ତାପରେ ହେଲା କଣ କଲ ଶୁଭିଲାନି? ହ୍ୟାଲୋ ଯାଇକି ଖୋଜି ନମ୍ବର ଫଟୋ ପଠେଇଲେ ଯାଇକି ଖୋଜିବୁ ହେଲା। ହଁ ସେ ଭାଇ କଣ ଗୋଟେ କହିଲେ ତ ଶୁଭିଲାନି ମତେ। ହ୍ୟାଲୋ ହ୍ୟାଲୋ ମା ଆମର ପଇସା ଦରକାର ଟି ହେଲା ଆମର ପଇସା ଦରକାର ମା। ପଇସା ଦରକାର ବୁଝିଲି ଟି, ମତେ ଯଦି ମ୍ୟାଡାମ ଦେଇଛି ଟଙ୍କା ଦେଇଛି ମୋ ସ୍ୱାମୀ କାହିଁ ତମ ଦ୍ୱାରା ପଡିଥାନ୍ତେ? ତମେ କାହିଁ 5-6 ଦିନ କାହିଁ ରଖିଥାନ୍ତ? ମୁଁ ଭୁବନେଶ୍ୱର ଜାଣିନି ଗାଁରେ ମା ଚିହ୍ନି ନାହିଁ ଜାଣି ନାହିଁ, ବାହାଘର ଡେଟ୍ ମାଗୁଥିଲ ଟି, ଦେଇଥିଲି। କେତେ ମାସ ବାହାଘର ମୋର ହେଇଛି? ତମ ବାହାଘର କେତେ ମାସ ହେଇଛି ସେଟା ତ ମୁଁ କହିପାରିବିନି କାହିଁକି ବାହାଘର ବରଯାତ୍ରୀ ମୁଁ ଯାଇନଥିଲି। ଯାଇନଥ ଡେଟ୍ ମାଗୁଥିଲ ଏବେ, ଡେଟ୍ ଦେଇଯିବା। ମୁଁ କେମିତି ଭୁବନେଶ୍ୱର ଗାଁରେ ମୁଁ ଏକା କେମିତି ଖାଇବି କେମିତି ଏକା ଚଳେ ମୁଁ ତ ଏକା ମା ମୁଁ ଜାଣିବି କେମିତି ଯେ ଏଠି ଯୋଉ ଏତେ ଲୋକଙ୍କର ଏଟା କଣ ଏତେ କଣ ହେଇଛି ନା ଲୋକଙ୍କର କଣ? ଶୁଣ ଏତେ ଲୋକଙ୍କର ଯୋଉ ତମ ବିଦ୍ୟାଧର ବାବୁ ଗଭର୍ଣ୍ଣମେଣ୍ଟ ଅଫିସର ବନି ଯୋଉ ସାଇନ କରିକି ଦେଇଛି ହେଲା, ବିଦ୍ୟାଧର ବାବୁ ତାର ଚେକ୍ ଦେଇଛି, ସେଟା ସେ ଭାବିବା ଦରକାର ଥିଲା କି ନାଇଁ? ସେଇଟା ଭାବେ ସିଏ ମ୍ୟାଡାମ କହିଥିଲେ ତାଙ୍କ ଠିକ ମ୍ୟାଡାମ ନାହିଁ କହିବେ ଲଙ୍ଗଳା ହେଇକି ସେଇଆ ବୁଲୁଛ, ଲଙ୍ଗଳା ହେଇକି ବୁଲିବ କି? ନା ସେଇଟା ତ ହେଇଯାଇଛି, ତ ଭୁଲ ହେଇଯାଇଥିଲେ ଏତେ ବାଟ ପଳେଇଲା କଥା। ତ ମା ତ ମୁହଁକୁ ଚାହିଁକି ତୋ ସ୍ୱାମୀ କି ଆମେ କିଛି ହିଁ କହୁନୁ, କିନ୍ତୁ ଗୋଟେ କାମ କର, ଯଦି ତୋ ସ୍ୱାମୀ କି ମୁକୁଳିବାକୁ ଚାହୁଁଛୁ ସେ ମ୍ୟାଡାମ କୁ ଖୋଜିକି ବାହାର କର ଭୁବନେଶ୍ୱର। ସେଇ କଥା ମୁଁ ତ ସହର ଯାକ ମୁଁ ଚିହ୍ନିନି ନା ଜାଣିନି, ମୁଁ ତ ଏବେ ଏଇଠି ଆସି 15 ଦିନ ସେଇଥିପାଇଁ ତ କରିଥିଲି। ତୋର କାମ ଦେଲି। ସ୍ୱାମୀ ବହୁତ କାମ କରୁଛି, ତାର ପ୍ରାୟଶ୍ଚିତ ତୁ ତା କର। ବୋଲି ସିଏ କୁଆଡେ ଯାଇଥିବେ, ଓଡିଶା ବାହାରେ ଥିବେ, କୁଆଡେ ଯାଇଥିବେ ନା କଣ ପୁରା କରୁଥିବେ, ତା ଭୁବନେଶ୍ୱରରେ ବୋଲି ସେ ଯେତେ ଅଛି। ଦିନ ତାଙ୍କୁ ନ ତୋ କହିବେ ତାହେଲେ ମୋ ସ୍ୱାମୀ ସ୍ୱାମୀ ତମେ ସେତେ ତୋ ଦିନ ତମ ଘରେ ରଖିବ ନା କଣ? ହଁ 2.5 ବର୍ଷ ହେଲାଣି ତୋ ସ୍ୱାମୀ ଆମ ସହିତ ଖେଳୁଥିଲା। ଆରେ ସିଏ ତାକୁ କଣ କେତେ ରିକ୍ୱେଷ୍ଟ କରିଛନ୍ତି, ଝିଅ ପୁଅ ସମସ୍ତେ କେତେ ରିକ୍ୱେଷ୍ଟ କରିଛନ୍ତି, ଭାଇରେ ଟିକେ ଶୁଣରେ। ଏବେ ସେ ଶୁଣୁଛୁ, ଆମେ ଶୁଣଉଛୁ। ସେତେବେଳେ ସେ ଶୁଣଉଥିଲା, ବହୁତ ବଢିଆ ବଢିଆ ଭାଷାରେ କଥା ହଉଥିଲା ସେ, ଜାଣିଛ ନା? ଆଉ ସେ ମ୍ୟାଡାମ ଯାହା କୁହନ୍ତି ସେ ସେଇଆ କରନ୍ତି। ମ୍ୟାଡାମ ତ ସେଇଥିପାଇଁ ତ ମ୍ୟାଡାମ ତାର ଆଉ ଅଧା ସେ ସ୍ତ୍ରୀ ଏମିତି ନା। ପଛରେ ଏମିତି ଭଲ କଥା କହିଲେ ଆଗରେ, ପଛରେ ଏମିତି ଛୁରୀ ମାରିଲେ ଆମେ ଜାଣିଛୁ ନା କଣ? ଆମେ ଯଦି ଟଙ୍କା ଜାଣିନଥିଲେ ଯଦି ଗଣ୍ଠିରେ ଜାଣିଲେ ଏବେ ଜାଣିଲା ପରେ କହିଥାନ୍ତୁ, ଆମେ ପ୍ରାୟଶ୍ଚିତ କାହିଁ କରନ୍ତୁ। ହେଇଥାନ୍ତୁ? ମା ମୁଁ ତମକୁ ଭଲରେ କହୁଛି, ତମେ ଆଉ ମାନେ ଖୋଜ। ତମେ ଏମିତି ନେଇକି 5-7 ଦିନ କାଳ ଏମିତି ରଖିଥାନ୍ତ? ଆମେ ଯଦି ସେମିତି କହନ୍ତା ଆମ ହାତରେ ଯଦି ଟଙ୍କା ଥାନ୍ତା, ମୁଁ ଗୋଟେ ଜାଗାରେ ମୋ ସ୍ୱାମୀ ଗୋଟେ ଜାଗାରେ ଥାନ୍ତା। ଏଟା ମୁଁ କେମିତି କରିବି ଯେ ମା? ମୁଁ ତମେ ନିଜେ ସେତେବେଳେ ତମ ଛାଡିବି ଝିଅ ଯଦି ଯେତେବେଳେ ଆଜି ମୁଁ ହେଇଥାନ୍ତି, ତମେ ନିଜେ ଚିନ୍ତା କର, ତମ ଝିଅ ଯଦି ଶୁଣ ହେଇଥାନ୍ତି ମୁଁ କଣ କରିଥାନ୍ତି କହିଲ? ଶୁଣ ମା ମାସେ 2 ମାସ ମୋ କଥା ବାହାଘର ଶୁଣ। ଭିତରେ ମୁଁ କେତେ ହଇରାଣ ହଉଛି। 2,40,00,000 ଟଙ୍କା ମୁଁ ରିକଭର ନ କଲା ପର୍ଯ୍ୟନ୍ତ ତୋ ସ୍ୱାମୀ ଘରକୁ ଯାଇପାରିବ। 2,40,00,000 50 ଲକ୍ଷର ଇଏ ଚେକ୍ ଦେଇଛି, ୟା ନାଁରେ ଚେକ୍ ଅଛି। ମୁଁ ଏବେ ଛାଡିଦେବି, କିନ୍ତୁ 2 ଦିନ ପରେ ପୁଲିସ ତାକୁ ଉଠେଇ ନେଇ ପଳେଇ ଆସିବ। ଚାହୁଁଛୁ ସେଇଟା? ଏଠି ଭଲରେ ଖାଇ ପିଇ ରଖା ହେଇଛି। ଏଇ କହ ତୋ ସ୍ତ୍ରୀ କୁ ତତେ ଭଲ ରଖା ହେଇଛି କି ନାଇଁ କହ। ହଁ ଭଲ ଅଛି। ତମେ ତ ଧମକେଇଲା ଭଳିଆ ପଚାରୁଛ, ସେ ତ ଡରିକି ହଁ କରେ, ଭଲରେ ଥିଲେ ବି ହଁ କରେ, ଭଲ ନଥିଲେ ବି ନାଇଁ ନାଇଁ ଭଲ ଅଛି, ଭଲ ଅଛି। ମେଡିସିନ ଆଉ କଣ? ଆଣିଛି, ସରିଯାଇଥିଲା ମେଡିସିନ ଆଣିଛି ହେଲା। ହଁ ସେ ଯାହା ବି ହେଲେ କଣ ହବ, ମୋ ପାଇଁ ସେ କିଛି ବି ନୁହେଁ ହେଲା। ତମେ ଯୋଉଠି ମୋ ପାଖରେ ଥାଅ ନା ଯାହା ହେଲେ କଣ ହବ, ଗୋଟେ ଲୋକକୁ ଯୋଉ ଚାକିରି କରିବା ନାଁରେ ତାକୁ ନେଇକି ଯୋଉ କୋଉଠି ବରଗଡ ନା କୋଉଠି ହେଇଥିଲା, ବରଗଡରେ ତାକୁ 4 ମାସ 5 ମାସ ଯୋଉ ଛାଡି ଦେଇକି ଗଲା, ତା ସ୍ୱାମୀ ସ୍ତ୍ରୀ ତା ଛୁଆ ପିଲାକୁ ଛାଡିକି ସେ ଯୋଉ ଆସିଲା, ଇଏ ଯୋଉ ନେଇକି ତାକୁ ଛାଡିକି ଆସିଲା, ସେଟା କଣ ଠିକ କରିଥିଲା ସେ? ସେଇଟା ତ ସେ ମ୍ୟାଡାମ ଏମିତି ଖେଳ କରିଦେଲେ ଆମେ କଣ ମ୍ୟାଡାମ ଜାଣିପାରିବୁ? କହିବ ବୋଲି ଶୁଣ ମ୍ୟାଡାମ ଯଦି ବର୍ତ୍ତମାନ କହିବ କି ତୁ ଆସିକି ମତେ ବାହା ହେଇ ପଡ, ତମ ସ୍ୱାମୀ ବାହା ହବ କି ଯାଇକି ମ୍ୟାଡାମ କୁ? ସେଟା ଆଉ ଏଇଟା ହେଇଥାନ୍ତା କି? ସେଟା ତ ହେଇନି, ଏଇଟା ଆହୁରି ସିଭିୟର କେସ୍ କରିଛି ନା। ଗୋଟେ ଲୋକ 50 ଲକ୍ଷର ଚେକ୍ ଦେଇଛି, ଜେଲ ଟା କିଏ ଯିବ? ମ୍ୟାଡାମ ଯିବ ନା ତମ ସ୍ୱାମୀ ଯିବ? ମୁଁ ଆଜି ଛାଡିଦେବି, ଏବେ ଛାଡିଦେବି କିନ୍ତୁ କାଲି 11ଟା ବେଳକୁ ତମେ ତମ ସ୍ୱାମୀ କି ଜେଲରେ ପାରିବ ସମ୍ଭାଳିବ। ବେଲ ନାହିଁ, 8 ବର୍ଷ ପର୍ଯ୍ୟନ୍ତ ବେଲ ନାହିଁ। ରେଡି ଅଛ ଟି? ଓହୋ, ତମେ ତାହେଲେ ଏଟା ବି ଚିନ୍ତା କରିଦେଇଛ ନାଇଁ କି? ନାଇଁ ଏଟା ସେ କରିକି ଦେଇଛି, ଆମେ ଚିନ୍ତା କରିନେ, ସିଏ କରିକି ଦେଇଛି।